ଭାରତର ନୂତନ ଟି-20 ଅନ୍ତର୍ଜାତୀୟ ଦଳ ଘୋଷଣା, ଯେଉଁଥିରେ ମୁଖ୍ୟ ଅଧିନାୟକ ବଦଳିବା ସହିତ ଉପ ଅଧିନାୟକରେ ବି ପରିବର୍ତ୍ତନ ହୋଇଛି। ଆଗାମୀ ଟି-20 ଅନ୍ତର୍ଜାତୀୟ ଆୟାରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ କେତେକ ନୂତନ ଚେହେରା ସାମିଲ ଅଛନ୍ତି। ଦଳରେ କେଉଁମାନେ ସ୍ଥାନ ପାଇଛନ୍ତି ତାହା ଜାଣିବା ଆଗରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ତେବେ ଭାରତ ଜୁନ 26 ଏବଂ 28 ତାରିଖରେ ଆୟାରଲ୍ୟାଣ୍ଡ ସହିତ ଦୁଇଟି ଟି-20 ମ୍ୟାଚ୍ ଖେଳିବ, ଯେତେବେଳେ କି ଇଂଲଣ୍ଡ ସହ 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଭାରତ ଜୁଲାଇ 1 ରୁ ଜୁଲାଇ 11 ପର୍ଯ୍ୟନ୍ତ ଖେଳିବ। ଏହି ଦୁଇଟି ଟି-20 ମ୍ୟାଚ୍ ପାଇଁ ବିସିସିଆଇ ଭାରତର ନୂଆ ଦଳ ଘୋଷଣା କରିଛି, ଯେଉଁଥିରେ ସୂର୍ଯ୍ୟକୁମାର ୟାଦବଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ନୂତନ ଟି-20 ଅଧିନାୟକ ଏବଂ ତିଲକ ବର୍ମାଙ୍କୁ ଉପ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ତା ସହ ଦଳରେ 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଡାକରା ଦିଆଯାଇଛି। ତେବେ ଦଳରେ ପାୱାରପ୍ଲେରେ ଦ୍ରୁତ ଆରମ୍ଭ ଯୋଗାଉଥିବା ଜଣେ ବିସ୍ଫୋରକ ବାମହାତୀ ଓପନର ଅଭିଷେକ ଶର୍ମା ସାମିଲ ଅଛନ୍ତି, ଯେତେବେଳେ କି 15 ବର୍ଷୀୟ ଶକ୍ତିଶାଳୀ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଅଭିଷେକ ଏବଂ ବୈଭବଙ୍କ ଯୋଡ଼ି ପ୍ରଥମ ଥର ପାଇଁ ଟି-20 ଅନ୍ତର୍ଜାତୀୟରେ ଭାରତ ପାଇଁ ଓପନିଂ କରିବାରେ ନଜର ଆସିବେ। ସେହିପରି ନୂତନ ଅଧିନାୟକ ଶ୍ରେୟାସ ଆୟର ଚତୁର୍ଥ ନମ୍ବର ଭୂମିକାରେ ଆଙ୍କର ଏବଂ ସ୍ଥିରକାରୀ ଭାବରେ କାର୍ଯ୍ୟ କରନ୍ତି, ଯେତେବେଳେ କି ନୂତନ ଉପ ଅଧିନାୟକ ତିଲକ ବର୍ମା ଅତ୍ୟନ୍ତ ଦକ୍ଷ ବାମହାତୀ ବ୍ୟାଟର, ଯିଏକି ଷ୍ଟ୍ରାଇକ୍ ଘୂର୍ଣ୍ଣନ କରିପାରିବେ ଏବଂ ଶୀଘ୍ର ସ୍କୋର କରିପାରିବେ। ତା ସହ 3 ରୁ 5 ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ସ୍ଥାନ ପାଇପାରିବେ। ସେମାନଙ୍କ ସହିତ ଅଭିଜ୍ଞ ୱିକେଟ କିପର ବ୍ୟାଟର ସଞ୍ଜୁ ସ୍ୟାମସନ ଏବଂ ଲେଫ୍ଟ ହ୍ୟାଣ୍ଡେଡ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ଦଳରେ ରହିଛନ୍ତି, ଯେଉଁମାନେ ମିଡିଲ ଅର୍ଡରକୁ ସନ୍ତୁଳନ ପ୍ରଦାନ କରନ୍ତି। ସେହିପରି ଦଳରେ ଜଣେ ଗତିଶୀଳ ବାମହାତୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଏବଂ ମଧ୍ୟମ ଗତି ଅଲରାଉଣ୍ଡର ଶିବମ ଦୁବେ ଥିବାବେଳେ ଦ୍ରୁତ ବୋଲିଂ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି ଦଳରେ ସ୍ଥାନ ପାଇଛନ୍ତି। ନୀତିଶ ରେଡ୍ଡି ବ୍ୟାଟିଂ ଲାଇନଅପକୁ ଲମ୍ବା କରି ଗୁରୁତ୍ୱପୂର୍ଣ୍ଣ ସନ୍ତୁଳନ ଆଣନ୍ତି। ସେହିପରି ଶେଷରେ ରହିଛନ୍ତି ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ୱାଶିଂଟନ ସୁନ୍ଦର, ଦୁହେଁ ହାର୍ଡ ହିଟିଂ ଫିନିଶର ଏବଂ ବୋଲିଂ ଅଲରାଉଣ୍ଡର, ଯେଉଁମାନେ ଉଚ୍ଚ ଷ୍ଟ୍ରାଇକ୍ ରେଟ୍ରେ ଇନିଂସକୁ ଶେଷ କରନ୍ତି କିମ୍ବା ନିମ୍ନ କ୍ରମରେ ଉଦ୍ଧାର ପ୍ରଦାନ କରନ୍ତି। ସେହିପରି ବୋଲିଂ ବିଭାଗରେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସହ ସ୍ପିନର ରବି ବିଷ୍ଣୋଇ ଦଳରେ ଥିବାବେଳେ ପେସର ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ହର୍ଷିତ ରାଣା ଏବଂ ପ୍ରିନ୍ସ ୟାଦବ ଦଳରେ ସାମିଲ ଅଛନ୍ତି। ତେବେ ଆପଣମାନେ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ବୈଭବଙ୍କ ଡେବ୍ୟୁକୁ ନେଇ କେତେ ଉତ୍ସାହିତ ଅଛନ୍ତି ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ।